ମୋ ବୋପାଲ ଇଏ କ'ଣ ସିନ୍ଦୁର ନେତାଏ ଲଗେଇ ଦେଇକିରି ଗୋଟାଏ ତାମସା ଚଲେଇଲାଣି ଏଠି। ଇଏ କ'ଣ ଘରକୁ ନୂଆ ଶାଢ଼ୀ ଆଇଲେ ଖଣ୍ଡେ ପିନ୍ଧିକିରି ଝିଅମାନେ ଫାଷ୍ଟ ଏମିତି ଦେଖେଇଛନ୍ତି ପୁରା ଯେମିତି ପୁରା ସାଂସ୍କୃତିକ ବୋହୂ ଆଉ ପୁରା ପୁରା ସଂସ୍କୃତି ପରମ୍ପରା ପୁରା ନେସି ହେଇଛି ଆଉ। ହଁ ଇରେ ବାବା ଇରେ ଥାଉ ରେ ସେତିକି ଥାଉ। ଇଏ କ'ଣ ରେ ଦେଖିଲେ ଲାଗୁଛି ଆପଣଙ୍କ ଦେହରେ ପୁରା ସଂସ୍କାର ପୁରା ଭରି ହେଇଯାଇଛି, ପୁରା ନେସି ହେଇ ରହିଛି ଆପଣଙ୍କଠି ସଂସ୍କାର। ଆପଣଙ୍କ ଠାରୁ ହିଁ ସଂସ୍କାର ଶିଖିବାକୁ ପଡ଼ିବ ମୋତେ ଯାହା ଲାଗିଲାଣି ଆଉ। ଇଏ କ'ଣ ଇଏ କେଉଁ ଷ୍ଟାଇଲ ଶାଢ଼ୀ ପିନ୍ଧା ଇଏ କ'ଣ? ହଁ ଆମେ ଦେଖିଲୁ ଆପଣଙ୍କ ଶାଢ଼ୀ ପିନ୍ଧା, ଆପଣ ସେତିକି ଷ୍ଟାଇଲ ମାରନ୍ତୁ। ଓହୋ ପୁରା ତ ଗାଉଁଲି ଢାଞ୍ଚାରେ ପୁରା ଛାଟି ଦଉଛ କାନି ଆଉ। ଲାଗୁଛି ଆଜି ଝିଅକୁ ନିଶା ହେଇଯାଇଛି ଶାଢ଼ୀ ପିନ୍ଧିବାର। ଶାଢ଼ୀ ଛଡ଼ା ଆଉ ତାଙ୍କୁ କିଛି ଦେଖାଯାଉନାହାନ୍ତି। ଆଜି ଶାଢ଼ୀ ଟୋଟାଲ୍ ପିନ୍ଧିକି ରହିବେ। ଆଜି ବୋଧେ ଖାଇବା ପିଇବା ରୋଷେଇ ଫୋଷେଇ ବନ୍ଦ ଆଜି ବୋଧେ। ହଁ ଆମେ ଦେଖୁଛୁ ଆପଣ ବହୁତ ଭଲ ଭାବରେ ଶାଢ଼ୀ ପିନ୍ଧି ପାରୁଛନ୍ତି। ଆପଣ ନିଜକୁ ସଜେଇ ହେଇ କାହିଁକି ଏମିତି ଫୁଲେଇ ହେଉଛନ୍ତି? ଆପଣଙ୍କର ରହସ୍ୟ କ'ଣ ଏମିତି ହେବାର? ନାଇଁ ଆଉ ପାରି ହେବନି। ଇଏ ଶୁଣିବେନି ଆଉ। ନିଶା ଚଢ଼ିଯାଇଛି ପୁରା ମୁଣ୍ଡକୁ ଆଉ। ହଁ ମୁଣ୍ଡରେ ଓଢ଼ଣା ଦେଇ ପକେଇଲେ। ହଁ ଏବେ ପୁରା ଖାଣ୍ଟି ଓଡ଼ିଆଣୀ ବୋହୂ, ପୁରା ବୋହୂ ଭଳିଆ ତ ଲାଗୁଛନ୍ତି। ପୁରା ତ ଖାଣ୍ଟି ଓଡ଼ିଆଣୀ ବୋହୂ ଭଳିଆ ଆପଣ ବେଶ ନେଇଛନ୍ତି ଆଜି ଆଉ। କ'ଣ ହେଇଛି ଆପଣଙ୍କର? ଆଜି ଦୁର୍ଗା ବୋଧେ ପଶି ଯାଇଛନ୍ତି ଆପଣଙ୍କଠି। ହଁ ସେଇଆ ଲାଗୁଛି ଆଉ। ମୋତେ ଲାଗୁଛି ଗୋଟେ ନୂଆ ବୋହୂର ପେତ ବୋଧେ ଆପଣଙ୍କଠି ପ୍ରବେଶ କରିଯାଇଛନ୍ତି। ହଁ ସେଇଆ ହେଇଛି ଆଉ। ନହେଲେ ଭାଉଜ ଆଜି ଏତେ ରଙ୍ଗୀନ କ'ଣ ପାଇଁ ହେଇଯାଉଛନ୍ତି? ଭାଉଜଙ୍କଠି ଗୋଟେ କ'ଣ ପଶିଯାଇଛି ଆତ୍ମା ପେତ ଆଉ। ଯାଆନ୍ତୁ କେଉଁଠି ଝଡ଼ାଝଡ଼ି କରିଦେବେ, ନହେଲେ ଇଏ ପେତ ବହୁତ ମୁସ୍କିଲ ଧନ୍ଦା। କ'ଣ ଏମିତି ସବୁ କହୁଛ? ମୁଁ ଏଇ ଶାଢ଼ୀର ମଡ଼େଲିଂଟା ଆଜି କରୁଥିଲି, ମେସୋରୁ ମଗେଇଥିଲି। ମୁଁ କ'ଣ ଆପଣମାନଙ୍କୁ ମୋ ଶାଢ଼ୀ ଭଲ ଲାଗୁଛି? ତେବେ ଲାଇକ୍ ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ।